ଯେମିତି ମମତା ବାନାର୍ଜୀ ମୂର୍ଖ, ସେ ଜାଣିନାହାନ୍ତି, ସେ କହୁଛନ୍ତି ଯେ ଜଗନ୍ନାଥ କେବଳ ଆମ ପାଖରେ ଅଛନ୍ତି, ତାଙ୍କ ପାଖରେ ନାହାନ୍ତି। ତେଣୁକରି ମୂର୍ଖଙ୍କର ସବୁ ବାତାବରଣ ସେ ଦେଉଛନ୍ତି। ତେଣୁକରି ମୁଁ କହୁ ନାଇଁ, ଯେଉଁ ଦଇତାପତି ଯେଉଁ ଲଗେଇଦେଲେ ଚନ୍ଦନ, ମମତା ବାନାର୍ଜୀ ଯଦି ଚନ୍ଦନ ପୋଛି ଦେଉଛନ୍ତି, ତେଣୁକରି ତାଙ୍କର ଓଡ଼ିଶାରେ ରହିବାର କୌଣସି ଅଧିକାର ନାହିଁ। ସେଠି ଜଗନ୍ନାଥଙ୍କ ନାଁ କହିକି ନିନ୍ଦା ଅପନିନ୍ଦା କରିବା ଛଡ଼ା ଆଉ କୌଣସି ନାହିଁ। କେବଳ ସେଠି ଗୋଟେ ବେପାର ସେ ଚଲେଇଥିବେ। କାହିଁକି ନା ଏମିତି ଲୋକଙ୍କୁ କରିକି ଯେତେ ଲୋକ ଆସିବେ, ବାହାର ଲୋକ ଜାଣିନାହାନ୍ତି ଯେ ପ୍ରକୃତର ଜଗନ୍ନାଥର ଧାମଟା କେଉଁଠି। ଯେଉଁ ଲୋକ ଜାଣିନଥିବେ ସେ ଭାବିବେ ହଁ ଏଇଠି ଜଗନ୍ନାଥ ଅଛନ୍ତି, ସେ ଜଗନ୍ନାଥ ବୋଲି ଭାବୁଥିବେ। କିନ୍ତୁ ଏଇଠି ମିଡ଼ିଆ ମାଧ୍ୟମରେ କହୁଛି ଜଗନ୍ନାଥକୁ ଅପମାନ କରନି, ଅପମାନ କଲେ ବହୁତ ହଇରାଣ ହେବ। ତେଣୁକରି ପ୍ରଥମ କଥା, ସିଏ ମୂର୍ଖ ଥିଲେ ବୋଲି କି ସିଏ ପାଠ ପଢ଼ିନଥିଲେ ମମତା ବାନାର୍ଜୀ। ତେଣୁକରି ତାଙ୍କ ପାଖରେ ପଇସା ଅନର୍ଗଳ ହେଲା ବୋଲି ସେ ଲେଖିଦେଲେ। ତେଣୁକରି ଆମେ ଯେତେ ଯେଉଁଠି ବି କରିଲେ ମଧ୍ୟ ମନ୍ଦିର, କେବଳ ଶ୍ରେଷ୍ଠ ମନ୍ଦିର ହେଉଛି ଆମ ପୁରୀ। ତେଣୁକରି ସିଏ ଯେଉଁ କ'ଣ ପଥରରେ କରିଛନ୍ତି ବୋଲି ଆମେ ଶୁଣୁଛୁ, କିନ୍ତୁ ପଥରରେ ମୂର୍ତ୍ତି ହେବାଟା, ଜଗନ୍ନାଥ ହେବାଟା ଠିକ୍ ନୁହେଁ। ତେଣୁକରି ଅଲଗା ମୂର୍ତ୍ତି ପଥରରେ ହେଇପାରନ୍ତି, କିନ୍ତୁ ଜଗନ୍ନାଥ ହେବାଟା ଏଇଟା ଠିକ୍ ନୁହନ୍ତି। ଚନ୍ଦନଟା ଯଦି ଆମର ମମତା ବାନାର୍ଜୀ ଲିଭେଇ ଦେଇଛନ୍ତି, ସିଏ ବୋଧେ ମୁସଲିମ ବୋଲି ଆମେ ଭାବୁଛୁ। ସିଏ ହୁଏତ ଲଗେଇବାର ଯୋଗ୍ୟ ନଥିବେ ବୋଲି ଆମେ ଭାବୁଛୁ। ତେଣୁକରି ଚନ୍ଦନକୁ ଅପମାନ କରିବାଟା ଠିକ୍ ନୁହଁ। ତେଣୁକରି ମମତା ବାନାର୍ଜୀ ଯେଉଁ କରୁଛନ୍ତି ଏ କାମ, ଏଇଟା ଠିକ୍ କାମ ନୁହଁ। ତେଣୁକରି ଏଇଟାକୁ ଭୁଲ ବୋଲି ସ୍ୱୀକାର ଆମେ କରୁଛୁ। କାହିଁକି ଯଦି ଆଗାମୀ ଦିନରେ ଯଦି ଓଡ଼ିଶାବାସୀମାନଙ୍କୁ ସମସ୍ତଙ୍କୁ ବି କହୁଛି, ଯଦି ପୁରୀ ମନ୍ଦିର ପାଖରେ ଆମେ ତ କେବେ ଦେଖିପାରିବୁ, ନ ଦେଖିପାରିବୁ ସେଇଟା ଠିକ୍ ନାହିଁ। ଯେତେକ ସବୁ ପଣ୍ଡା ଦୈତାରୀ ସମସ୍ତେ ଅଛନ୍ତି, ଯଦି ମମତା ବାନାର୍ଜୀ ଆସିବେ, ତେଣୁକରି ସମସ୍ତେ ମନ୍ଦିର ଛାଡ଼ିବେ। ଜଗନ୍ନାଥଙ୍କର ପ୍ରକୃତ ଖାଦ୍ୟ ରୋଷେଇ ହୁଏ କେବଳ ରନ୍ଧା ଚୁଲିରେ, କିନ୍ତୁ ଗ୍ୟାସ୍ରେ ଯେଉଁ ହେଉଛି ସେ ଘରୋଇ ଖାଦ୍ୟ ଭଳିଆ ସେ କରିଦେଉଛନ୍ତି। ସେ ଭାବିଛନ୍ତି ଜଗନ୍ନାଥ ଯେଉଁ ତାଙ୍କ ପାଖରେ ଅଛନ୍ତି ଘରେ ଠାକୁର ଭଳିଆ, ସେ ଘର ଠାକୁର କି ଘର ଲୋକ ଭଳିଆ ଭାବିକି ସେ ରୋଷେଇ କରୁଛନ୍ତି। କିନ୍ତୁ ଏଇଟା ଭୁଲ କଥା, କେବେ ବି ହେଇପାରିବ ନାହିଁ। କେବଳ ପ୍ରତ୍ୟେକ ଦିନ କାଠ ଜଳିବ, ଅଭଡ଼ା ତିଆରି ହେବ, ଚୁଲିରେ ହେବା କଥା ନୁହଁ। କ'ଣ କହିବେ? ଗୋଟେ ଦୀଘାରେ ମମତା ବାନାର୍ଜୀ ଗୋଟେ ନୂଆ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି, ତା ଉପରେ କ'ଣ କହିବେ? ସର୍ବପ୍ରଥମେ ଓଡ଼ିଶାବାସୀ ସମସ୍ତଙ୍କୁ ନମସ୍କାର। ମୁଁ ପୂଜା ପୃଷ୍ଟି ଟ୍ରାନ୍ସଜେଣ୍ଡର କମ୍ୟୁନିଟିରୁ। ଯଦି ଏବେ ଗୋଟେ ନ୍ୟୁଜ୍ ଦେଖୁଥିଲି, ଯେଉଁ ମମତା ବାନାର୍ଜୀ ଗୋଟେ ଜଗନ୍ନାଥ ମନ୍ଦିର କରିଛନ୍ତି। ଯେହେତୁ ଆମେ ଅଲ୍ ଓଭର୍ ଓଡ଼ିଶା ଭିତରେ ସମସ୍ତେ ଜାଣିଛନ୍ତି ଜଗନ୍ନାଥ ମନ୍ଦିର କହିଲେ କେବଳ ପୁରୀକି ବୁଝାଏ, ଆଉ କିମ୍ବା ଆମର ଅଲଗା କେଉଁଠି ବି ମନ୍ଦିର ହେଇଛି, କିନ୍ତୁ ସବୁଠୁ ଶ୍ରେଷ୍ଠ ହେଲା ପୁରୀ ମନ୍ଦିର। ତେଣୁକରି ଆମେ ଯେତେ ଯେଉଁଠି ବି କରିଲେ ମଧ୍ୟ ମନ୍ଦିର, କେବଳ ଶ୍ରେଷ୍ଠ ମନ୍ଦିର ହେଉଛି ଆମ ପୁରୀ। ତେଣୁକରି ପୁରୀ ଲୋକଙ୍କୁ ନ ଧରିକି, ପୁରୀ ଲୋକଙ୍କ ସହିତ ନ ମିଶିକି ଆଉ ସେ ମନ୍ଦିର ଯଦି ଗୋଟେ କରିଛନ୍ତି, ଏବେ ଆମେ ଜାଣିଲୁ କ'ଣ, ଗୋଟେ ତାଙ୍କ ପାଖରୁ ମୂର୍ତ୍ତି ହେଇଛି, ତାଙ୍କର ପଥର ମୂର୍ତ୍ତି। ଯେହେତୁ ଆମେ ତ ପିଲାଟି ବେଳୁ, ଜନ୍ମ ବେଳୁ ଆମ ପୂର୍ବପୁରୁଷରେ ସମସ୍ତେ ଜାଣିଛନ୍ତି ଯେ ଗୋଟେ ଲିମ୍ବ ପଥରରେ ଦାରୁ ସ୍ୱପ୍ନେଇଲେ, ଏବଂ ତାଙ୍କର ଅଛନ୍ତି ମା ଯେଉଁ କାକଟପୁର ମଙ୍ଗଳା ମା ଅଛନ୍ତି, ତାଙ୍କୁ ସ୍ୱପ୍ନେଇଲେ, ସିଏ କହିଲେ କେଉଁଠି ଦାରୁର ସନ୍ଧାନ ଦେଲେ ଯାଇକି ଜଗନ୍ନାଥ ସେଠି, ସୁଭଦ୍ରା, ବଳଭଦ୍ର ଆଉ ଆମର ସୁଦର୍ଶନ ବାହାରନ୍ତି ବୋଲି। କିନ୍ତୁ ଏମିତି ତ ଏବେ ଜାଣିଥିବ, କିଛି ଦିନ ତଳେ ନବକଳେବର ହେଇଥିଲା, କେତେ ରୀତି ରିବାଜ କେତେ କ'ଣ ହେଇକି ମଧ୍ୟ ଆମର ନୂଆ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ବାହାରିଲେ। ତେଣୁକରି ସିଏ ସେମିତି ଠାକୁର ନୁହନ୍ତି ଯେ ଆମେ କହିଦେଲେ ଆସିଯିବେ, କହିଦେଲେ ସେତିକି ଦୁଇଟା ଆଷାଢ଼ ନ ପଡ଼ିଲେ ସିଏ ଆସିବେନି କି ସିଏ କେବେ ଦେଖାଦେବେନି। ତେଣୁକରି ସିଏ ଯେଉଁ କ'ଣ ପଥରରେ କରିଛନ୍ତି ବୋଲି ଆମେ ଶୁଣୁଛୁ, କିନ୍ତୁ ପଥରରେ ମୂର୍ତ୍ତି ହେବାଟା, ଜଗନ୍ନାଥ ହେବାଟା ଠିକ୍ ନୁହେଁ। ତେଣୁକରି ଅଲଗା ମୂର୍ତ୍ତି ପଥରରେ ହେଇପାରନ୍ତି, କିନ୍ତୁ ଜଗନ୍ନାଥ ହେବାଟା ଏଇଟା ଠିକ୍ ନୁହେଁ। ନାଇଁ, ଯଦି ମମତା ବାନାର୍ଜୀ କହୁଛନ୍ତି ପୁରୀ ଯିବାକୁ ପଡ଼ିବନି, ପୁରୀ ଯଦି ନ ଆସିବେ ତାହେଲେ ଜଗନ୍ନାଥଙ୍କୁ ଦର୍ଶନ ବୋଲି ସେଇଟା ଭାବିବେନି କେବେ। ଆଉ ଓଡ଼ିଶାବାସୀ ଯେଉଁମାନେ ବି ଦର୍ଶକମାନେ ଜାଣିନାହାନ୍ତି ଯାଉଛନ୍ତି, ସେଠି ଜଗନ୍ନାଥଙ୍କ ନାଁ କହିକି ନିନ୍ଦା ଅପନିନ୍ଦା କରିବା ଛଡ଼ା ଆଉ କୌଣସି ନାହିଁ। କେବଳ ସେଠି ଗୋଟେ ବେପାର ସେ ଚଲେଇଥିବେ। କାହିଁକି ନା ଏମିତି ଲୋକଙ୍କୁ କରିକି ଯେତେ ଲୋକ ଆସିବେ, ବାହାର ଲୋକ ଜାଣିନାହାନ୍ତି ଯେ ପ୍ରକୃତର ଜଗନ୍ନାଥର ଧାମଟା କେଉଁଠି। ଯେଉଁ ଲୋକ ଜାଣିନଥିବେ ସେ ଭାବିବେ ହଁ ଏଇଠି ଜଗନ୍ନାଥ ଅଛନ୍ତି, ସେ ଜଗନ୍ନାଥ ବୋଲି ଭାବୁଥିବେ। କିନ୍ତୁ ଏଇଠି ମିଡ଼ିଆ ମାଧ୍ୟମରେ କହୁଛି ଜଗନ୍ନାଥକୁ ଅପମାନ କରନି, ଅପମାନ କଲେ ବହୁତ ହଇରାଣ ହେବ। ତେଣୁକରି ନାଇଁ, ଯେତେବେଳେ ସିଏ ଯେତେବେଳେ ଉଠେଇ ଦେଇଛନ୍ତି, ତାଙ୍କର ଲେଖିଥିଲେ ଜଗନ୍ନାଥ ଧାମ ଲେଖିଥିଲେ। ତେଣୁକରି ପ୍ରଥମ କଥା ସିଏ ମୂର୍ଖ ଥିଲେ ବୋଲି କି ସିଏ ପାଠ ପଢ଼ିନଥିଲେ
ममता बानर्जी तेणुकरी तांका पाखर पैसा अनर्गण है बोली सी लिखिदेले किंतु जदि चाइल्ड लाइन हो गाइडलाइन हो कि सुप्रीम कोर्ट हो कि आमर एबे जो मोहन माझी सरकार हूँ समस्त की अनुरोध करुच्ची जगन्नाथ धाम हो कि जगन्नाथ ना धरिकी जी भी जोटी जहाँ स्थापना करुच्ची अरेस्ट करा जाऊ किंतु प्रॉपर इन्वेस्टिगेशन करा जाऊ से कौन पे ये जिनस भूल करुच्ची एबे गोटे न्यूज भी देखी एबे गोटे टाटू दुकान नहीं गोटे टाटू दुकान कौन गणेश फोटो पिठी आंकी जगन्नाथ फोटो आंकी जंघर आंकी अरेस्ट किंतु एमानकु एमती एमती यदि शास्ति दंड मिल तेणुक एमती भी कौन फ्लड करेंगे नहीं केवल आमर ऑल ओवर ओडिशा भितर गोटे जिनस है गोटे जगह आम जाचु 4टी धाम होता गोटे श्रेष्ठ है आम पुरी जगन्नाथ मंदिर छाड़देले ता रोसई ता बास्ना ता बलिया भाव ता बलिया लोभ ता बलिया ठाकुर कौटी मिलबे नहीं नहीं जो दैतपति जो लगेदेले चंदन ममता बानर्जी जदि चंदन पोछि दौरान तेणुक ओडिशा रे रहिबार कौन से अधिकार नहीं जेहेतु गोटे चंदन है बहुत पवित्र जिनस सेटा स्वयं जगन्नाथ लगाती स्वयं मंगला लगाती आम मानव मनीष लगाती चंदनटा जदि आमर ममता बानर्जी लिभे देती सी बोधे मुस्लिम बोली आम भावुचु सी हुए तो लगेबार योग्य नथिबे बोली आम भावुचु तेणुक चंदन को अपमान करवाटा ठीक नुह तेणुक ममता बानर्जी जो करुँच ये कम यहाँ ठीक कम नुह तेणुक यहाँ भूल भी स्वीकार आम करुचु कहीं चंदन जेहेतु लगिले सब जिन चंदनमय हो जाए तेणुक सी जदि मुस्लिम होते चंदनटा को एक्सेप्ट करेनि जदि सी जानते प्रकृत जगन्नाथ को पूजा कर चंदन तो लगे कथा आम भी देखुलु गोटे थर से कहते गोमांस खाइबा कथा ये से आड़ू साड़ू आईस जो गोमांस कथा खाइबा कथा कहते तेणुक हुए तो से खाई बोली से प्रतिकार चंदन लगौना जदि आगामी दिन में जदि ओडिशावासी मानक समस्त भी कहूँ जदि पुरी मंदिर पाखे आम तो केवे देखिपारू न देखिपारू से ठीक नहीं जितेक सब पंडा दैतारी समस्त जदि ममता बानर्जी आसबे तेणुक समस्ते मंदिर छाड़े कहीं ना जदि सी आईन रे जी छोटू बड़ हो सी आज मंदिर टाक साइज सहयोग करके रखी जदि ये आज आड़ू साड़ू आसिक कह आम सब करूँ से ठीक कथा नुह तेणुक सी जेबे भी ओडिशा आसबे आम प्रतिवाद करूँ जेहेतु छोट बेलू आम जानी आसीचु केवल आमर पुरी जगन्नाथ मंदिर जो श्रेष्ठ मंदिर जमती ममता बानर्जी मूर्ख सी जानी ना सी कहते जे जगन्नाथ केवल आम पाखे अच्छा पाखे ना तेणुक मूर्खर सब वातावरण से दौरान तेणुक मु कहूँ जगन्नाथ प्रकृत खाद्य रोसई हुए केवल रंधा चुली रे किंतु गैस रे जो होची से घरे ही खाद्य भाया सी कर दउछन सी भाबिचंती जगन्नाथ जो तांका पाखरे अछंती घरे ठाकुर भाया से घर ठाकुर कि घर लोक भाया भाबिक से रोसई करछंती किंतु एटा भूल कथा केबे भी हेई परिबो नाही केवल प्रत्येक दिन काठ जलिब अभड़ा तैयारी हम चुली रे हवा कथा नुह तांकु सद्बुद्धि मिल केवल मृत्यु पर बोधे सद्बुद्धि मिल ना मिल ए जन्म केवे हो पारे जी जहाँ प्रकृति करी सी जिते एत उपर अच्छी सी केवे प्रकृति चेंज करनी सी कह जी जिते जहाँ कहूँ मुझे करी कहीं से बेनिफिट पाई ना जी जब बेनिफिट पाई केवे से जिनसा केवे सारबनी एक्सवाइजेड सी भी हो कि आम आम जब कौन जगार आम बेनिफिट पाई आम केवे से जगह उठवानी तेणुक सी जेबे उठा से मृत्यु।